ଆମେ ସମସ୍ତେ ଜାଣିଥିଲେ ଯେ ଆଚ୍ଛା ଦିନ ଆସିବ, ଅମୃତ କାଳ 2021 ମସିହା ଭାରତବର୍ଷର ଯେଉଁ ସବୁଠାରୁ ବଡ଼ ବିଶିଷ୍ଟ ପବିତ୍ର ଦିନ ଅଗଷ୍ଟ 15 ଦିନ ମୋଦି ଘୋଷଣା କଲେ ଖୁବ୍ ଶୀଘ୍ର ଆମେ ଅମୃତ କାଳରେ ପହଞ୍ଚିବାକୁ ଯାଉଛୁ। ଅର୍ଥାତ୍ ଯେଉଁ ସମୟରେ ଆମେ ପହଞ୍ଚିବାକୁ ଯାଉଛୁ ସେ ଆମ ପାଇଁକି ଅମୃତମୟ ହେବ, ଆମ ପାଇଁ ଦୁଃଖ ଆଣିବ ନାହିଁ, ଦୁର୍ଦିନ ଆଣିବ ନାହିଁ, ସମସ୍ତ ପ୍ରକାର ସୁଖ ଆଉ ସମୃଦ୍ଧି ଭିତରେ ଆମକୁ ସେ କାଳରେ ପହଞ୍ଚାଇବ। ଆଜି ଦିନରେ ଏଇ ଗତ 3 ଦିନ ହେବ ତାଙ୍କର ଯେଉଁ ଘୋଷଣା ପ୍ରକାଶ ପାଉଛି ଏବଂ ତାଙ୍କର ଦଳୀୟ ମୁଖ୍ୟମନ୍ତ୍ରୀମାନେ ଯେପରି ଭାବରେ ନିଜ ରାଜ୍ୟମାନଙ୍କରେ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଆରମ୍ଭ କରିଛନ୍ତି, ଆମେ ସେଇଠି 3-4ଟି ମାତ୍ର ପ୍ରଶ୍ନ ଲୋକଙ୍କ ପାଖରେ ଥଉଛୁ। ସେ 3-4ଟି ପ୍ରଶ୍ନ ଆମର ନେତା ରାହୁଲ ଗାନ୍ଧୀ ମଧ୍ୟ କିଛି ପରିମାଣରେ ଦିଲ୍ଲୀରେ କହିସାରିଛନ୍ତି। ଆମେ ସମସ୍ତ କାରଣ ଡବଲ ଇଞ୍ଜିନ୍ ସିଷ୍ଟମ୍ ଅନୁସାରେ ଭାରତବର୍ଷରେ ବର୍ତ୍ତମାନ ଓଡ଼ିଶାରେ ଏବଂ ଭାରତବର୍ଷରେ ଏକ ଦଳୀୟ ଶାସନ ଚାଲିଛି। ସେହି ପରିପ୍ରେକ୍ଷୀରେ ଆମେ ଆଜି ମୋର ସିଧାସଳଖ ପ୍ରଶ୍ନ, ଯେଉଁ ପ୍ରଶ୍ନର ଉତ୍ତର ଭାରତୀୟ ଜନତା ପାର୍ଟିର ନେତାମାନେ ଆମ ସାମ୍ନାକୁ ଆଣିବା ଦରକାର। ଭାରତୀୟ ଥାନ୍ତୁ, ସରକାରୀ ବ୍ୟବସ୍ଥାରେ ଥାନ୍ତୁ, ମୁଖ୍ୟମନ୍ତ୍ରୀ ହେଇଥାନ୍ତୁ, ପ୍ରଧାନମନ୍ତ୍ରୀ ହେଇଥାନ୍ତୁ ବା ଅର୍ଥମନ୍ତ୍ରୀ ହେଇଥାନ୍ତୁ, ସେମାନେ ଆମ ପାଖକୁ ସାମ୍ନାକୁ ଆଣିବା ଦରକାର। ଏହି ପରିପ୍ରେକ୍ଷୀରେ କେତୋଟି ପ୍ରଶ୍ନ ହେଉଛି, ଏହିକରୁ ସେହି ଅମୃତକାଳ, ଯେଉଁ ଅମୃତକାଳ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପନ କରିଥିଲେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସିଂ ମୋଦି। ସେ କହିଛନ୍ତି ସେ ସମ୍ପର୍କରେ ଆପଣ ଜାଣିଛନ୍ତି ୱାର୍ରେ ଆମେ ପକ୍ଷଭୁକ୍ତ ନୁହଁ। ୱାର୍ ଆମ ସହିତ ୱାର୍ ସହିତ ସମ୍ପର୍କ ସିଧାସଳଖ ନଥିଲା, କିନ୍ତୁ ୱାର୍ରେ ଆମେ ଗୋଟେ ଅଧସ୍ତନ ଭଳି କାର୍ଯ୍ୟ କରୁଥିଲୁ। କେତେବେଳେ ଟ୍ରମ୍ପଙ୍କ କଥାରେ ଆମେ ରଷିଆ ସହିତ ରଷିଆରୁ ତେଲ ଆଣିବା ବନ୍ଦ କରିଦେଲୁ। ଆପଣ ସମସ୍ତେ ଜାଣିଛନ୍ତି ସେ କହିଲା ଯଦି ଟ୍ରମ୍ପ ତେଲ ନେବ ତାହେଲେ ଏଇ ଅବସ୍ଥା ଭୋଗିବ। ଆମେ ସାଙ୍ଗେ ସାଙ୍ଗେ ତା କଥାରେ ରାଜି ହେଇକିରି ତେଲ ଆଣିଲୁ ନାହିଁ, ଠିକ୍ କଲୁ। ଏବଂ ଆମେ ଲକ୍ଷ୍ୟ କରିଛୁ ସେଠୁ ଆମେ ଖସୁଛୁ, ପୁଣି ଯାଇକି ପହଞ୍ଚି ଯାଇଛୁ କେଉଁଠି ନା ଦୁଇଟା କଥା, ଗୋଟେ ହେଉଛି ନିରପେକ୍ଷତା ଆଉ ଗୋଟେ ହେଉଛି ଉଭୟତା। ଉଭୟଙ୍କ ସାଙ୍ଗରେ ଅପ୍ରୋବିଂ କରିବା, ଗାଁର ଯେଉଁ ଆଉଟରୀ ବ୍ୟବସ୍ଥା ଗୋଟେ ଥାଏ, ଏପଟ ହଉ ସେପଟ ହେଉଥିବ ସେ ବ୍ୟବସ୍ଥା। ସେହି ବ୍ୟବସ୍ଥାରେ ଆମେ ଆମ ଦେଶ କେତେବେଳେ ଟ୍ରମ୍ପଙ୍କ ସାଙ୍ଗରେ, କେତେବେଳେ ଯାଇ ପହଞ୍ଚିଲା ଇରାନ ସାଙ୍ଗରେ। ୱାର୍ରେ ଇରାନ ଏବଂ ଆଉ କେତେବେଳେ ଇସ୍ରାଏଲ ପାଖରେ ପହଞ୍ଚିଲା। ଇସ୍ରାଏଲ ଜାଣିଛନ୍ତି ଇସ୍ରାଏଲ ପାଖରେ ପହଞ୍ଚିଲା। ସେହି ସମୟରେ ଆମର ସବୁଠାରୁ ବଡ଼ ଦୁର୍ଗତି ବର୍ତ୍ତମାନ ଭାରତବର୍ଷକୁ ଆସିଛି। ଆର୍ଥିକ ସ୍ଥିତିରେ ସମସ୍ତେ ଜାଣିଯିବା ଦରକାର, ସେ ତ କହିସାରିଲେଣି ଯେ ତୁମେ ସମସ୍ତେ ଆଉ କେହି ପେଟ୍ରୋଲ ଡିଜେଲ ଏମିତି ବ୍ୟବହାର କର ନାହିଁ, ଗାଡ଼ିରେ ପଦାକୁ କେହି ଯାଅ ନାହିଁ, ଘରେ ଚୁପ୍ ହୋଇକିରି ଶୁଅ, ବସ,